ବିଜେଡିର ପ୍ରତିଷ୍ଠା ଦିବସ କିନ୍ତୁ ସାମ୍ବାଦିକଙ୍କୁ ସମ୍ପୂର୍ଣ୍ଣ ଆପଣ କ'ଣ କହିଲେ? ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ। এই ପ୍ରତିଷ୍ଠା ଦିବସରେ ଦଳ 29 ପାଇଁ ମାନେ 2029 ପାଇଁ ରଣନୀତି କରିବ। ଅତএବ 29 ପ୍ରତିଷ୍ଠା ଦିବସରେ 29 ପାଇଁ ରଣନୀତି କରିବ। ନବୀନ ବାବୁ ଆଜି ଉଦ୍ବୋଧନ ଦେବେ, କି ବାର୍ତ୍ତା ଦେବେ ବର୍ତ୍ତମାନ ତ ସେ ଦେଇନାହାନ୍ତି। ଆମେ ଯେତେବେଳେ ଆପଣ ପଚାରୁଛନ୍ତି ଆମେ ଉତ୍ତର ରଖୁଛୁ, କିନ୍ତୁ ଗୋଟିଏ କଥାକୁ ନେଇକି ମୁଁ ଟିକେ ଉଦ୍ବେଗ ପ୍ରକାଶ କରିବି ଯେ ଗଣମାଧ୍ୟମକୁ ବାରଣ କରାଯାଇଛି। କହିଲେ କ'ଣ ନା ଲାଇଭ୍ ଫିଡ୍ ଦିଆଯାଇଛି। ମୁଁ ଆପଣଙ୍କୁ ଜରିଆରେ ବିଜେଡିର ମାମଲତକାର ମାନଙ୍କୁ ପ୍ରଶ୍ନ କରିବାକୁ ପଚାରୁଛି ଯେ ସେମାନେ କେବେ ସାମ୍ବାଦିକତା କରିଥିଲେ? ସାମ୍ବାଦିକ କେମିତି ଲେଖନ୍ତି? ବିରୋଧୀ ଦଳ କି ଶାସକ ଦଳ ଯେତେବେଳେ ବି ଅତୀତରେ ପ୍ରତିଷ୍ଠା ଦିବସ ହେଇଛି, ଆଜି ନୁହେଁ ଗତ 15 ବର୍ଷ ଧରିକି ଆମେ ପ୍ରତିଷ୍ଠା ଦିବସ ଯାଉଛୁ। ଟେଣ୍ଟ କରାଯାଇଥାଏ, ସେଠି ସାମ୍ବାଦିକମାନଙ୍କ ପାଇଁ ଆଗରେ ବ୍ୟବସ୍ଥା ଥାଏ। ଆମେ କେଉଁ ନେତା କ'ଣ କହିଲେ, କ'ଣ ଗୋଟେ ଚିଠିକା ଦେଲେ ତା ବିଷୟରେ ଲେଖୁଥିଲୁ। ବର୍ତ୍ତମାନ ଆମେ ଡାଟା ପ୍ୟାକ୍ ସାରିକି ଆପଣଙ୍କର ଲାଇଭ୍ ଭିଡ଼ିଓ ଦେଖିବୁ, ତାକୁ ବସିକି ଲେଖିବୁ ଯେ କ'ଣ ଲୁଚାଇବାକୁ ଚାହୁଁଛନ୍ତି। ଯଦି ଆଜି ବିରୋଧୀରେ ତୁମେ ଗଣମାଧ୍ୟମ ଉପରେ ବାରଣ କରୁଛ, କାଲି ଯଦି ତୁମେ ସରକାରକୁ ଆସିବ ଚକଟିବ ତୁମେ। କାହିଁକି ସାମ୍ବାଦିକମାନଙ୍କୁ ତୁମେ ବାରଣ କରିଛ? କାହିଁକି ଦଳ କଟକଣା ଲଗେଇଛି? ତେଣୁ ସାମ୍ବାଦିକମାନେ ଅନ୍ୟ ସମୟରେ ଡାକୁଛ, ଯେଉଁ ସମୟରେ ଗୋଟେ ବଡ଼ ଫଙ୍କସନ୍ ସାମ୍ବାଦିକମାନେ ଖବର ସଂଗ୍ରହ କରିବାକୁ ଯିବେ, କେଉଁ ନେତା କେମିତି କହିଲେ, ଗୋଟେ ଯେତେବେଳେ ରାଜନୈତିକ ସମୀକ୍ଷା କରାଯାଏ କେବଳ କିଏ କ'ଣ କହିଲା ତାକୁ ନେଇକି ସମୀକ୍ଷା ହୁଏନି। କିଏ କେଉଁଠି ବସିଛନ୍ତି, କାହା ସାଙ୍ଗରେ କିଏ କେଉଁ ଭଳି କଥା ହେଉଛନ୍ତି। ସେତେବେଳେ ଆମର ମନେ ଅଛି ଆଜ୍ଞା ଦାମବାବୁଙ୍କର, ପ୍ରଭାତ ବିଶ୍ୱାଳଙ୍କର ଏମାନେ ସବୁ ପଡ଼େନି, କିନ୍ତୁ ସେଇ ମଞ୍ଚ ଉପରେ ନମସ୍କାରଟି କରିଦେଲେ ସିଏ ଗୋଟେ ଆମର ଛୋଟିଆ ପାଠଟିଏ ମଧ୍ୟ ବାହାରି ପଡ଼େ। ତେଣୁ ଏମିତି ସବୁ ଅନେକ କଥା ରାଜନୈତିକ ଯେତେବେଳେ ରିପୋର୍ଟିଂରେ ରହିଛି। କିନ୍ତୁ ବିଜୁ ଜନତା ଦଳର ମାମଲତକାରମାନଙ୍କୁ ଆମେ ଅନୁରୋଧ କରିବା, ଅନ୍ତତଃ ପକ୍ଷେ ଆଗାମୀ ଦିନରେ ତୁମେ ଟିକେ ସଚେତନ ହୁଅ। ସାମ୍ବାଦିକମାନଙ୍କୁ ଲୁଚଉଛ ମାନେ ତୁମେ କିଛି ଲୁଚେଇବାକୁ ଚାହୁଁଛ। କ'ଣ ଭାବୁଛନ୍ତି ଯେ ନବୀନ ବାବୁ ଯେଉଁ ଚାଲିକି ଯିବେ ଠିକ୍ରେ ଚାଲି ପାରୁନାହାନ୍ତି, କାଳେ ସେଇଟା ଭାଇରାଲ ହେଇଯିବ? ମୁଁ ଭାବୁଛି ଏଇ ଡର ଅଛି। ଯଦି ଏଇ ଡର ନାହିଁ କେଉଁ ଡର ଅଛି? କାରଣ ଆଜି ତ ପ୍ରତିଷ୍ଠା ଦିବସ କରୁଛନ୍ତି ନା, ଆଜି ଗୋଟେ ମାନେ ରୁଦ୍ଧଦ୍ୱାର ବୈଠକ କରୁନାହାନ୍ତି। ଯଦି ବ୍ଲକ ମାନଙ୍କରେ ପ୍ରତିଷ୍ଠା ଦିବସ ଓପନଲି ହେଉଛି, ରାଜରାସ୍ତାରେ ହେଉଛି, ଟେଣ୍ଟ ଟଣା ହେଇଛି, ମାଇକି ବାଜୁଛି, ସାମ୍ବାଦିକମାନେ ବସୁଛନ୍ତି, ତାହେଲେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ସାମ୍ବାଦିକ ଅନୁପସ୍ଥିତ କାହିଁକି ରହିବେ? ତାମାନେ ଆପଣ କିଛି ଲୁଚେଇବାକୁ ଚେଷ୍ଟା କରୁଛନ୍ତି। ଲୁଚଉଛି କିଏ? ଆପଣଙ୍କ ଭିତରେ କିଛି କେ ଅଛି? ଯଦି କେ ନଥାଏ, କିଛି ଦୋଷ ତ୍ରୁଟି ନଥାଏ, ତାହେଲେ କେହି ଲୁଚେଇବେନି। ତେଣୁ ବିଜେଡି ଯେତେ ଲୁଚେଇଲେ, ଯେମିତି କଥା ଲୁଚେଇଛି ନା ଗୋଡ଼ ଦୁଇଟା ଦିଶୁଛି। ଆପଣ ଯେତେ ଲୁଚେଇବେ ସେଇ ଲୁଚେଇବା କଥାକୁ ନେଇକି ବେଶୀ ଚର୍ଚ୍ଚା ହେବ। ବର୍ତ୍ତମାନ ବିଜେଡି କିଏ ଚଳୁଛି ବୋଲି ତାଙ୍କ ଦଳର ନେତାଙ୍କୁ ପଚାରି ସିଏ ବି କହିପାରିବେନି। ଯାହାକୁ ପଚାରିବେ ନାଇଁ ଆମର ନବୀନ ନିବାସ ଚାଲିଛି। ଆମେ ଜାଣିଛୁ ନବୀନ ପଟ୍ଟନାୟକ ସକାଳୁ ଉଠିକି କହିଦେବେ ଯେ କାଲି ଗୋଟେ ଲେଖିକି ଦେଇଛନ୍ତି ଅମୁକକୁ ମନା କରି ଆସିବନି, ସମୁକକୁ ମନା କରିବ ଆସିବନି, ଏଇ ଢାଞ୍ଚାରେ ହେବ। କିଏ କରୁଛି ବିଜେଡି ଚଳାଉଛନ୍ତି, କିଏ କ'ଣ କରୁଛନ୍ତି? ମୁଁ ଆଜିକା ଦିନରେ ଚ୍ୟାଲେଞ୍ଜ ଦେଇ କହିଦେବି, ଆମେ ତାଙ୍କ ନେତା ବି ଜାଣିନାହାନ୍ତି ଦଳ କେଉଁ ହିସାବରେ କାହା ଦ୍ୱାରା ପରିଚାଳିତ ହେଉଛି। ତେବେ ଏତିକି କଥା କହିବା, ଆଜି ନବୀନ ବାବୁ ଯେଉଁ ବାର୍ତ୍ତା ଦେବେ ତାକୁ ଅନୁସରଣ କଲା ପରେ ଦଳର ଆଭିମୁଖ୍ୟଟିକୁ ଆମେ ପହଞ୍ଚି ପାରିବା। ତଥାପି ଗୋଟେ ଚୁମ୍ବକରେ କହୁଛି ଯେ ନବୀନ ବାବୁ 2024 ମସିହାରେ କହିଲେ ଗତ ବର୍ଷ ପ୍ରତିଷ୍ଠା ଦିବସରେ ଆମେ 100 ବର୍ଷ ଧରିକି ରାଜ୍ୟବାସୀଙ୍କ ସେବା କରିବୁ। କିନ୍ତୁ ଏ ବର୍ଷକ ଭିତରେ ଯେତିକି ମିଟିଂ, ଯେତିକି ବିରୋଧ, ଯେତିକି ଅସନ୍ତୋଷ ହେଲାଣି, ବିଜେଡି ଭବିଷ୍ୟତକୁ ନେଇକି ତାଙ୍କ ନେତାମାନେ ବି ଶଙ୍କା ପ୍ରକାଶ କଲେଣି। 100 ବର୍ଷର କଥା ଅଲଗା। ନବୀନ ବାବୁ କହିଲେ କେନ୍ଦ୍ର ଓ ରାଜ୍ୟ ବିରୋଧରେ ଲଢ଼େଇ ହେବ, କିନ୍ତୁ ଆପଣ କେନ୍ଦ୍ରଠାରୁ ହକ୍ ହାସଲ କରାଯିବ। କିନ୍ତୁ ଆପଣ ଦେଖୁଥିବେ ନା ସୋସିଆଲ ମିଡ଼ିଆରେ ନା ତାଙ୍କ ମିଡ଼ିଆ ସେଲ୍ରେ ମୋଦିଙ୍କ ବିଷୟରେ ଗୋଟେ ପଦୁଟିଏ କେବେ ଶୁଣିଲେଣି? ନବା ସେମାନେ କହିପାରିବେନି। ବରଂ ୱାକଫ୍ ବିଲ୍ ହେଉ ଉପରାଷ୍ଟ୍ରପତିଙ୍କ ପ୍ରସଙ୍ଗରେ ଏମାନେ ପରୋକ୍ଷରେ ବିଜେପିକୁ ସମର୍ଥନ ଜଣାଇ ଆସୁଛନ୍ତି। ତେଣୁ ନବୀନ ବାବୁ ଯଦି ସ୍ପଷ୍ଟ କରିବେ ଯେ ବିଜେପି ପ୍ରତି ଦଳର ଆଭିମୁଖ୍ୟ କ'ଣ, ମୁଁ ଭାବୁଛି ତାହେଲେ ଯାଇକି ସାରା ରାଜ୍ୟରେ ବିଜେଡି କର୍ମୀମାନେ ଜୋସ୍ ଆସିବ। ନାଇଁ ଆମେ ବର୍ତ୍ତମାନ ଲଢ଼େଇକି ଆସିବୁ, ନା ନାଇଁ ଏଠି ରାଜ୍ୟରେ ଗୋଟେ କଳି ହେବ, ଦିଲ୍ଲୀରେ କୋଳାକୋଳି ହେବ। ସେମିତି ହେଲେ ବିଜୁ ଜନତା ଦଳ ଆଗେଇବ ବୋଲି ଯିଏ ଭାବୁଥିବେ ତାଙ୍କ ସେଇଟାକୁ ମୂର୍ଖାମି ବୋଲି ମୁଁ କହିବି। जोड़ा शुणा सुजाता पांडेन को आगू करने आज से निष्पत्ति नहीं पारती नवीन बाबू
ଦେଖନ୍ତୁ ଆମେ ବର୍ତ୍ତମାନ ଦିନ 12টাରେ କଥା ହଉଛେ ଯଦି ସୁଜାତା ଆସିବାର ଥାନ୍ତା ମୁଁ ଭାବୁଛି ଏ ଗୋଟେ ମାହୋଲ ଅଲଗା ହେଇଯାଆନ୍ତାଣି ବ୍ୟାନର ଛପିଆ ସରନ୍ତାଣି ତାଙ୍କୁ ଘରଠୁ ସ୍ୱାଗତ କରି କେମିତି ଆସିବେ ସେ ବ୍ୟବସ୍ଥା ଆସନ୍ତାଣି ସାମ୍ବାଦିକମାନଙ୍କ ପାଖକୁ କୌଣସି ପ୍ରକାର କୌଣସି ନେତାଙ୍କ ଜରିଆରେ ପଦେ ପଦେ ଖବର ଆସନ୍ତାଣି ମୁଁ ଭାବୁଛି ଯେମିତି ଆଗରୁ କହୁଥିଲି ଏ ସମୟ ନୁହେଁ ସୁଜାତାଙ୍କୁ ଆସିବାର ଯେମିତି ପୂର୍ବରୁ କହୁଥିଲି 2024 ନିର୍ବାଚନରେ ଭିଲିଆନ କିଏ ହେଲେ ବିକେ ପାଣ୍ଡିଆନ ହେଲେ କିନ୍ତୁ ଏବେ ଯେତେବେଳେ ସୁଜାତା ଆସିବେ ପଞ୍ଚାୟତ ନିର୍ବାଚନରେ ମାଟି କାମୁଡ଼ିବେ ପୁଣି ସ୍ତ୍ରୀ ବି ଭିଲିଆନ ହେଇଯିବେ ସ୍ୱାମୀ ସ୍ତ୍ରୀ ଭିଲିଆନ ହେବାକୁ ଚାହିଁବେ ତେଣୁ ମୁଁ ଭାବୁଛି ଏଇଟା ସମୟ ନୁହେଁ ଯଦି ସୁଜାତାଙ୍କର ଏତେ ଆଗ୍ରହ ଅଛି ପଞ୍ଚାୟତ ନିର୍ବାଚନ ସରୁଯାଉ ଠିକ୍ ମୌକା ଦେଖିକି ଆପଣ ପ୍ରବେଶ କରନ୍ତୁ ବର୍ତ୍ତମାନ ବିଜେଡି ଜନ୍ମଦିନରେ ଶକ୍ତିଶାଳୀ ହବ ନା ଅଶକ୍ତିଶାଳୀ? ଜନ୍ମଦିନ ପରେ ଆଜି ସେଲିବ୍ରେସନ ଉତ୍ସବ ଚାଲିଛି କିଏ କେତେ ପ୍ରକାର ଉତ୍ସବ କରିବେ କିଏ କେକ୍ କାଟିକି ଆଉ କିଏ ଗ୍ଲାସ୍ ଟେକିକି ତେଣୁ ଉତ୍ସବଟା ସରିଯାଉ ତାରି ଭିତରେ ଆପଣ ଦେଖିବେ ବ୍ଲକ ମାନଙ୍କରେ ଇଏ ଗୋଟିଏ ପ୍ରତିଷ୍ଠା ଦିବସ କରିଥିବ ଆଉ ଗୋଟେ ଗୋଷ୍ଠୀର ପ୍ରତିଷ୍ଠା ଦିବସ କରିଥିବେ କେଉଁ ଜିଲ୍ଲାରେ ଏ ନେତା ଗୋଟେ କରିଥିବ ଜିଲ୍ଲା ସଭାପତି ଆଉ ଗୋଟେ ଗୋଟେ ଟାଣୁଆ ବିଧାୟକ କରିଥିବେ ଆପଣମାନେ ଦେଖିବେ ଏଇ ଚିତ୍ର ସବୁ ଧୀରେ 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 ଆସିବ ତେଣୁ ମଜବୁତ ହେବ କିନ୍ତୁ ଜନ୍ମଦିନରେ କାହାର ଖରାପ ଚିନ୍ତା କରିବା ଉଚିତ ନୁହେଁ କାହାର ନେଗେଟିଭ କଥା ଚିନ୍ତା କରିବା ଉଚିତ ନୁହେଁ ବିଜୁ ଜନତା ଦଳ 24 ବର୍ଷ ଧରି ସରକାରରେ ଅଛି ଆଜିକା ଦିନରେ ଗୋଟେ ବଡ଼ ରାଜନୈତିକ ଦଳ ନବୀନ ବାବୁ ନିଶ୍ଚିତ ଭାବରେ ଓଡ଼ିଶା ପାଇଁ ବହୁତ କିଛି କରିଯାଇଛନ୍ତି ତେଣୁ ସେଭଳି ଦୃଷ୍ଟିରେ ଜନ୍ମଦିନର ଶୁଭକାମନା ଜଣାଇବା ଆପଣଙ୍କ ଚଲାପଥ ଯେଉଁ ପୁଷ୍ପମୟ ହଉ ଅନ୍ତତଃ ପକ୍ଷେ ଏତିକି କାମନା କରିବା।